ଏବେ ପଢିବା ସୂର୍ଯ୍ୟ ଚନ୍ଦ୍ର ତାରା ବିଷୟରେ ପଢିବା ତ ସୂର୍ଯ୍ୟ ପଢି ଯାଇଛ ସୂର୍ଯ୍ୟ କେତେବେଳେ ଦେଖାଯାଆନ୍ତି ସୂର୍ଯ୍ୟ ସକାଳେ ସୂର୍ଯ୍ୟ ଦେଖାଗଲେ ଆକାଶ କୋଉ କଲର ଦେଖାଯାଏ ଲାଲ କଲର ଦେଖାଯାଏ ସୂର୍ଯ୍ୟଙ୍କର ରଙ୍ଗ ଜାଣିଛ ସୂର୍ଯ୍ୟଙ୍କର ରଙ୍ଗ ହଉଛି ଲାଲ କଲର ହେଲା ସୂର୍ଯ୍ୟ କେବେ ସୂର୍ଯ୍ୟ କେତେବେଳେ ଉଦୟ ହୁଅନ୍ତି ସକାଳେ ସେ ପୂର୍ବ ଦିଗରେ ଉଦୟ ହୁଅନ୍ତି ଜହ୍ନ ଆଲୁଅ ଥଣ୍ଡା ଲାଗେ ନା ଗରମ ଲାଗେ ଜହ୍ନ ଆଲୁଅ ରାତିରେ ଯୋଉ ଜହ୍ନ ପଡେ ଥଣ୍ଡା ଲାଗେ ଆକାଶରେ କେତୋଟି ସୂର୍ଯ୍ୟ ଆଉ ଚନ୍ଦ୍ର ଅଛନ୍ତି ଜାଣିଛ ପିଲାମାନେ କେତେଟା ସୂର୍ଯ୍ୟ କେତେଟା ଅଛନ୍ତି ଆକାଶରେ ଗୋଟେ ଛୋଟ ସୂର୍ଯ୍ୟ ଆଉ କେତେଟା ଚନ୍ଦ୍ର ଅଛନ୍ତି ଜହ୍ନ କେତେଟା ଅଛନ୍ତି ଗୋଟାଏ ଆଉ ତାରା ମାନେ ବଡ ନା ସୂର୍ଯ୍ୟ ତାରା ମାନେ ବଡ ନା ଚନ୍ଦ୍ର ବଡ ତାରା ମାନେ ପ୍ରକୃତରେ ବଡ କିନ୍ତୁ ତାରା ଗୁଡାକ ଦୂରରେ ଥିବାରୁ ସେ ଛୋଟ ଛୋଟ ଦେଖାଯାଏ ସୂର୍ଯ୍ୟ କୋଉ ଦିଗରେ ଉଦୟ ହୁଅନ୍ତି ବାବୁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ସୂର୍ଯ୍ୟ ଉଦୟ ହେଲେ କୋଉ କଲର ଦେଖାଯାଏ ଲାଲ କଲର ଦେଖାଯାଏ ସୂର୍ଯ୍ୟ ଅସ୍ତ ହେବା ବେଳେ କୋଉ ରଙ୍ଗ ଦେଖାଯାଏ ସୂର୍ଯ୍ୟୋଦୟ ସନ୍ଧ୍ୟା ବେଳକୁ ଅସ୍ତ ହଉଛନ୍ତି 4ଟା 5ଟା ବେଳିଆ କୋଉ ରଙ୍ଗ ଦେଖାଯାଏ ସେ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି ସେ ଲାଲ କଲର ଦେଖାଯାଆନ୍ତି ପୂର୍ବ ଦିଗରେ ଉଦୟ ହୁଅନ୍ତି ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି ଆକାଶର ଜହ୍ନ ତାରା କେତେବେଳେ ଦେଖାଯାଆନ୍ତି ରାତିରେ ଦେଖାଯାଆନ୍ତି ଜହ୍ନ ଆଉ ତାରା ରାତିରେ ଦେଖାଯାଆନ୍ତି ଜହ୍ନ ଦେଖିଛ ଜହ୍ନ ବଡ ନା ତାରା ବଡ ଜହ୍ନ ବଡ ନା ତାରା ବଡ ତାରା ବଡ ଆକାଶରେ କେତେଟା ସୂର୍ଯ୍ୟ ଅଛନ୍ତି ଆଉ ଜହ୍ନ କେତେଟା ଅଛନ୍ତି ଗୋଟେ ଜହ୍ନ ଗୋଟେ ସୂର୍ଯ୍ୟ ଅଛନ୍ତି ଗୋଟେ ଜହ୍ନ ଗୋଟେ ସୂର୍ଯ୍ୟ ଅଛନ୍ତି ଆଉ ଦେଖିପାରୁଛ ଏଇଟା ହଉଛି ଦେଖ ସୂର୍ଯ୍ୟ ଇଏ ହଉଛି ଜହ୍ନ ସୂର୍ଯ୍ୟ ଦେଖ ଲାଲ କଲର ଦେଖାଯାଉଛି ନା ନାଇଁ ସୂର୍ଯ୍ୟ ଉଦୟ ହେଲା ବେଳେ ଲାଲ କଲର ଦେଖାଯାଆନ୍ତି ଅସ୍ତ ହେଲା ବେଳେ ବି ଲାଲ କଲର ଦେଖାଯାଆନ୍ତି ଇଏ ହଉଛି ରାତ୍ରି ଇଏ ଜହ୍ନ ବାବୁ ଦେଖ ଜହ୍ନ ଇଏ ହଉଛନ୍ତି ତାରା ରାତିରେ ତାରା ଆଉ ଜହ୍ନ ଦେଖାଯାଆନ୍ତି ଠିକ ଅଛି ସୂର୍ଯ୍ୟ ଚନ୍ଦ୍ର ତାରା ଜାଣିପାରିଲ ସୂର୍ଯ୍ୟ ଚନ୍ଦ୍ର ତାରା କଣ ବାବୁ ଜାଣିପାରିଲ ସୂର୍ଯ୍ୟ କେତେବେଳେ ଅସ୍ତ